ଭଞ୍ଜା ହଁ ତୁମେ ବହିଟା କେମିତି ଉଠେଇ ପାରିଲ ଏଟା ମୁଁ 4-5ଟା ଏଟିପି ବ୍ୟବହାର କରି ଉଠେଇ ପାରିଲି ଆଉ। ଏଟିପି ଏଟିପି ବୋଲେ କାଣା କି? ଶୁଣ, ଯେତେବେଳେ ଆମେ ଖାଦ୍ୟ ଖାଇବା ଆରମ୍ଭ କରିଥାଉ ସେତେବେଳେ ସ୍ୱତଃସାଧିତ ଖାଦ୍ୟ ଆମ ପାଟିରୁ ହିଁ ହଜମ ହେବା ଆରମ୍ଭ ହୋଇଥାଏ। ତାହା ଆମ ଖାଦ୍ୟନଳୀ ଦ୍ୱାରା ଯାଇ ପାକସ୍ଥଳୀରେ ପହଞ୍ଚିଥାଏ। ଆମ ପାକସ୍ଥଳୀ ସବୁ ପ୍ରକାର ଜାତୀୟ ଯଥା ପୁଷ୍ଟିସାର, ସ୍ନେହସାର ଇତ୍ୟାଦି ଖାଦ୍ୟ ହଜମ ହୋଇଥାଏ, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ ହଜମ ହୋଇପାରେ ନାହିଁ। ତାହା ପୁଣି କ୍ଷୁଧାନ୍ତକୁ ଚାଲିବ ଏବଂ କ୍ଷୁଧାନ୍ତରେ ସମ୍ପୂର୍ଣ୍ଣ ଭାବେ ହଜମ ହୋଇଥାଏ। ଆଚ୍ଛା ସେଠାରୁ ଅଦରକାରୀ ପଦାର୍ଥ ବୃହନ୍ତକୁ ଚାଲିଯାଆନ୍ତି ଏବଂ ଦରକାରୀ ପଦାର୍ଥ ରକ୍ତ ନଳୀରେ ମିଶି କୋଷ ଠାକୁ ପହଞ୍ଚି ଯାଆନ୍ତି। ଆଚ୍ଛା ଆମେ ଯଦି ସ୍ୱତଃସାଧିତ ଖାଦ୍ୟ ଖାଇଥିବା ସେଠାରେ ଗ୍ଲୁକୋଜ ନିର୍ଗତ ହେବ ଆଚ୍ଛା ଓ ଗ୍ଲୁକୋଜ ଅମ୍ଳଜାନ ସାହାଯ୍ୟରେ ଦହନ ହୋଇଥାଏ ଏବଂ ତାହା ଦହନ ହେବା ଦ୍ୱାରା 3ଟି ମୁଖ୍ୟ ଉପାଦାନ ସେଠାରୁ ଉତ୍ପନ୍ନ ହୋଇଥାଏ। ସେଗୁଡ଼ିକ ହେଲା ଅଙ୍ଗାରକାମ୍ଳ, ଜଳ ଆଉ ଏଟିପି ଶକ୍ତି। ଆଚ୍ଛା ସେଠାରୁ ଆମେ ଏଟିପି ଶକ୍ତି ପାଇଥାଉ। ଏତେ କଥା ଅଛି ହଁ। ମୁଁ ନାଇଁ ଜାଣିଥାଏ। ବୁଝାବା ଲାଗି ଧନ୍ୟବାଦ।